ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ଚିଲିକା ହ୍ରଦ ବିଷୟରେ। ଚିଲିକା ହ୍ରଦ ହେଉଛି ଭାରତର ସବୁଠାରୁ ବଡ଼ ଉପକୂଳବର୍ତ୍ତୀ ହ୍ରଦ। ଏହା ବଙ୍ଗୋପସାଗର କୂଳରେ ଓଡ଼ିଶା ରାଜ୍ୟରେ ଅବସ୍ଥିତ। ଚିଲିକା ହେଉଛି ଏକ ଲୁଣିଆ ପାଣିର ହ୍ରଦ ଯେଉଁଥିରେ ମଧୁର ଏବଂ ଲୁଣିଆ ପାଣି ଉଭୟ ରହିଛି। ଏହା ଏହାର ସମୃଦ୍ଧ ଜୈବ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଚିଲିକା ହ୍ରଦ ହେଉଛି ଭାରତର ପ୍ରବାସୀ ପକ୍ଷୀଙ୍କ ପାଇଁ ସବୁଠାରୁ ବଡ଼ ଶୀତକାଳୀନ ସ୍ଥାନ। ନାଲାବାନା ପକ୍ଷୀ ଅଭୟାରଣ୍ୟ ଚିଲିକା ହ୍ରଦ ମଧ୍ୟରେ ଅବସ୍ଥିତ। ଏହି ହ୍ରଦ ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା ନିର୍ବାହକୁ ସମର୍ଥନ କରେ। ଚିଲିକା ହେଉଛି ବିଲୁପ୍ତପ୍ରାୟ ଇରାବଡି ଡଲଫିନଙ୍କ ଆବାସସ୍ଥଳ। ଏହା ପ୍ରଥମ ଭାରତୀୟ ଆର୍ଦ୍ରଭୂମି ଯାହାକୁ ରାମସାର ସ୍ଥଳ ଭାବରେ ନାମିତ କରାଯାଇଥିଲା। ଚିଲିକା ହ୍ରଦ ଏହି ଅଞ୍ଚଳର ପରିବେଶ ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଭିଡ଼ିଓ କଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।